ମୋ ସାଙ୍ଗରେ କହିବେ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜଗନ୍ନାଥଙ୍କର ଭଉଣୀ କିଏ? ଏଠି ଯେଉଁ ଉପସ୍ଥିତ ମୋ ସମ୍ମୁଖରେ ଅଛନ୍ତି କେତେଜଣ ସୁଭଦ୍ରା ପାଇଛନ୍ତି? ତାହେଲେ ସମସ୍ତେ ସୁଭଦ୍ରେ। ଆଜିର ଏ ସୁଭଦ୍ରା ସଚେତନତା ପଥପ୍ରାନ୍ତ ସଭାରେ ସଭାପତିତ୍ୱ କରୁଥିବା ଆମର ସିଡିପିଓ ମ୍ୟାଡ଼ାମ ଶାନ୍ତିଲତା ସଞ୍ଜୁଲତା ମ୍ୟାଡ଼ାମ, ମୋ ସହିତ ଉପସ୍ଥିତ ଆମର ଜଟଣୀ ବ୍ଲକର ଚେୟାରମ୍ୟାନ୍ ଜୟନ୍ତୀ ଅପା, ମୀନାକ୍ଷୀ ମ୍ୟାଡ଼ାମ ଏବଂ ଆପଣମାନେ ଆଙ୍କୁ ଚିହ୍ନିଥିବେ, ଅନେକ ଆଙ୍କଠୁ ଶିଖିକିରି ମଣିଷ ହୋଇଛନ୍ତି, ରୀନା ପଟ୍ଟନାୟକ। ଏଠି ମହିଳା ଦିବସର ଆମେ ପାଳିବାକୁ ଯାଉଛେ ଆନ୍ତର୍ଜାତୀୟ ମହିଳା ଦିବସ କେବେ? ମାର୍ଚ୍ଚ 8। କିନ୍ତୁ ଆମର ସଂସ୍କୃତି ଦେବତା ମାନେ ରମଣ କରନ୍ତି। ଏଇଟା ଆପଣ ସମସ୍ତେ ଜାଣିଥିବେ। ଘରେ ଘରେ ଗୁରୁବାର ପୂଜା ହୁଏ, ଲକ୍ଷ୍ମୀ ଠାକୁରାଣୀକି ପୂଜା କରାଯାଏ, ଶକ୍ତି ପୂଜା ହୁଏ, ଦୁର୍ଗାଙ୍କୁ ପୂଜା କରାଯାଏ। ତ ମୋ ସମ୍ମୁଖରେ ଉପସ୍ଥିତ ଥିବା ସମସ୍ତ ମାତୃଶକ୍ତି, ଯାହା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା, ସମସ୍ତ ମାତୃଶକ୍ତି ଯେଉଁମାନେ ମୋ ସମ୍ମୁଖରେ ଉପସ୍ଥିତ ଅଛନ୍ତି ସମସ୍ତଙ୍କୁ ମୁଁ ନମସ୍କାର କରୁଛି। ଆପଣମାନେ ନିଜେ ନିଜ ପାଇଁ ଗୁଣ ଉଲଟେଇ ଦିଅନ୍ତୁ। ମା ହେଉଛି ଶକ୍ତି। ମା ବିନା ଘର ଚାଲେନି। ମା ସମସ୍ତଙ୍କର ମନ ବୁଝେ, ମା ସମସ୍ତଙ୍କର ଆତ୍ମାକୁ ବୁଝେ। ମାଟିଏ ତା ମନରେ ଘରକୁ ଯେତେବେଳେ ତାର ପରିବାର ଫେରେ, ବୋଲି ଜଣେ ରାଣୀ ଥିଲେ 300 ବର୍ଷ, ଏବେ ତାଙ୍କର 300 ବର୍ଷ ପୂର୍ତ୍ତି ପାଇଁ ଉତ୍ସବ ଚାଲିଛି। ଆମେମାନେ ବି ତାଙ୍କର ଜନ୍ମ 300 ଶତାବ୍ଦୀକୁ ପାଳନ କରୁଛୁ। ସିଲ୍କ ବୋଲି ଗୋଟେ ଶାଢ଼ୀ ଅଛି, ଜାଣିଛନ୍ତି?